କରଞ୍ଜିଆ ସୈନ୍ୟ ଶାସିତ ମହାବିଦ୍ୟାଳୟ ଯୁବ ରେଡ୍କ୍ରସ୍ ଏବଂ ରେଡ୍ ରିବନ୍ ଶାଖା ତରଫରୁ HIV ଏଡ୍ସ ଯୌନ ସଂକ୍ରମିତ ରୋଗର ନିରାକରଣ ବ୍ୟାପକ ସଚେତନତା ଅଭିଯାନ ଦିବସ ପାଳିତ ହୋଇଯାଇଛି। ଏହି ସଚେତନତା ଅଭିଯାନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତ ଏବଂ ଯୁବ ରେଡ୍କ୍ରସ୍ କାଉନସିଲର କାଳନ୍ଦୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ କରଞ୍ଜିଆ ଉପଖଣ୍ଡରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ବିଶାଳ ରାଲି କରାଯାଇଥିଲା। ଏହି ରାଲିରେ ଛାତ୍ରଛାତ୍ରୀମାନେ HIV ଏଡ୍ସର ସଚେତନତା ଏବଂ ଏହାର ନିବାରଣ ବିଷୟରେ ଲୋକମାନଙ୍କୁ ଅବଗତ କରାଉଥିଲେ। ପରିଶେଷରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଶ୍ରୀଯୁକ୍ତ ଯୋଗେଶ୍ୱର ମହାନ୍ତ ଅଧ୍ୟକ୍ଷ ସଭାକୁ ପରିଚାଳନା କରୁଥିଲେ। ମୁଖ୍ୟ ଅତିଥି ଭାବରେ ଅର୍ଥନୀତି ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ମନୋଜ ସାହୁ, ଜାତୀୟ ସେବା ଯୋଜନାର ପିଓ ସିପୁନ କୁମାର ଦାସ, ଗଣିତ ବିଜ୍ଞାନ ବିଭାଗ ଅଧ୍ୟାପକ ସନ୍ଦୀପ ସାମଲ, ଇତିହାସ ବିଭାଗର ଅଧ୍ୟାପକ ଚନ୍ଦ୍ରଭାନୁ ମହାନ୍ତ ଏବଂ ରସାୟନ ବିଭାଗର ଅଧ୍ୟାପକ ରଞ୍ଜିତ କୁମାର ସା ପ୍ରମୁଖ ଉପସ୍ଥିତ ରହି ଆଜିର ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇବା ସହ ଛାତ୍ରଛାତ୍ରୀଙ୍କର ସମାଜ ପ୍ରତି ରହିଥିବା କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଶେଷରେ ଯୁବ ରେଡ୍କ୍ରସର କାଉନସିଲର କାଳନ୍ଦୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରାଯାଇଥିଲା। ଯୁବ ରେଡ୍କ୍ରସର ସ୍ୱେଚ୍ଛାସେବୀ ସୁନୀଲ ମହାକୁଡ, ଲକ୍ଷ୍ମଣ ମୁଣ୍ଡା, ଝଲିଆ ନାୟକ, ସ୍ୱତିସ୍ମିତା ସହୁ, ଲିଜା ନାୟକ, ବିମଳା ବାଦ୍ରା, ସୌଦାମିନୀ ମହାନ୍ତ, ମୋନାଲିସା ମହନ୍ତ, ସୌରଭ ସହୁ, ଅଞ୍ଜଳି ମହାନ୍ତ ସହଯୋଗ କରିଥିଲେ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।